ଅକ୍ଷର ସଫଳତା ପାଇଁ ଶଶଧର ପଣ୍ଡା ବନ୍ଧୁ ଆମର ଆଉ ଏ ଦି ଜଣ କୁଆଡ଼େ ପଳେଇଲେ ଲକ୍ଷ୍ମୀ କି ଆଉ କୁଆଡ଼େ ପଳଉଛି ଅଛି ହଉ ଆଉ ଏ ଲକ୍ଷ୍ମୀ ଆଉ ତାର ସ୍ୱାମୀ ଏମାନଙ୍କର ଅବଦାନ ରହିଛି ସାହିତ୍ୟ ପାଇଁ ଯେଉଁମାନେ କାର୍ଯ୍ୟ କରୁଛନ୍ତି। ରୋଜାରୀ ନାମ ଝିଅ ବଢ଼ିଆ କାମ କରୁଛି ଯେଉଁ ପତ୍ରିକାଟି ବାହାର କରିଛି ତାକୁ ଦେଖନ୍ତୁ ତାର ଷ୍ଟାଣ୍ଡାର୍ଡ କେମିତି ହେଇଛି ଯଦି সেটা কন্টিনিউ করে ଆଉ ଦରକାର ନାହିଁ ଜୀବନ ଇତିହାସ ରହିଯିବ। ତେଣୁ ସାହିତ୍ୟ ହିଁ ଇତିହାସରେ ରଖେ ଇତିହାସକୁ ତିଆରି କରେ। ଆଜି ଯେଉଁ ସାହିତ୍ୟର ସମାବେଶ ଏଠି ହେଇଛି ଇଏ ଏକ ଅନବଦ୍ୟ ପର୍ବ। ଓଡ଼ିଆ ଜାତି ଆଜି ଯଦି ଉପରକୁ ଉଠୁଛି ସାହିତ୍ୟ ପାଇଁ ଆପଣମାନେ କଳ୍ପନା କରିବେନି ଇଂରେଜୀ ମାନେ 20,000 ଶବ୍ଦରେ ଆମକୁ ଏବେ ବି ରାଜତ୍ୱ କରୁଛନ୍ତି। ଆମମାନଙ୍କର ଶବ୍ଦର ସଂଖ୍ୟା ଓଡ଼ିଆର 3 ଲକ୍ଷରୁ ଉର୍ଦ୍ଧ୍ୱ। ସମଗ୍ର ପୃଥିବୀରେ ଆମେ ଶିକ୍ଷା ବି ସମାଜସେବୀ ସାହିତ୍ୟ ସଂଘ କଟକ ଆଜି ଅନ୍ତରିକ୍ଷ ଚାରିଟେବଲ୍ ଟ୍ରଷ୍ଟର ରଜ ମହୋତ୍ସବ ଆଗକୁ ଅଛି ତା ଉପଲକ୍ଷେ ଏକ କାର୍ଯ୍ୟକ୍ରମ ଏହି ପବିତ୍ର ମାଟି ଭୁବନେଶ୍ୱର ରାଜଧାନୀ ବୁଦ୍ଧ ମନ୍ଦିର ରଖାହେଇଥିଲା। ଆଉ ଏଥିରେ ଉଦ୍ଘାଟକ ଭାବରେ ଥିଲେ ବିଶିଷ୍ଟ କବି ହେଉଛନ୍ତି ପୂର୍ବତନ ସାଂସଦ ଡକ୍ଟର ପ୍ରସନ୍ନ ପାଟ୍ଟଶାଣୀ ଏବଂ ଆଉ ମୁଖ୍ୟ ବକ୍ତା ଥିଲେ ବଙ୍କିମ ଚନ୍ଦ୍ର ନାୟକ ଜଣେ ଆକାଶବାଣୀର ସାମ୍ବାଦିକ ସାହିତ୍ୟିକ ଏବଂ ଡକ୍ଟର ରୋଜାଲିନ୍ ସେନାପତି ଯିଏ ବର୍ଷର 20 ଖଣ୍ଡ ବହି ତାଙ୍କର ଉନ୍ମୋଚନ ହୁଏ ଏବଂ ମାନ୍ୟଗଣ୍ୟ ଅତିଥିଙ୍କ ଗହଣରେ ଏହି ସଭା କାର୍ଯ୍ୟ ରଖାହେଇଥିଲା। ପତ୍ରିକା ଉନ୍ମୋଚନ ସମ୍ବର୍ଦ୍ଧନା କାର୍ଯ୍ୟ ବି ରଖାହେଇଥିଲା। ତାଙ୍କର ଏଥିର ମୁଖ୍ୟ ପ୍ରତିଷ୍ଠାତା ହେଉଛି ଆନନ୍ଦ ଚନ୍ଦ୍ର ମାଇତ ଲକ୍ଷ୍ମୀପ୍ରିୟା ମାଇତ। ତାଙ୍କର ସେ ପ୍ରକୃତିରେ ବୁଝିଛନ୍ତି ମା ମାଟି ଭାଷା କ'ଣ ତାକୁ ଲକ୍ଷ୍ୟ କରି ଏ କାର୍ଯ୍ୟକ୍ରମ ରଖୁଛନ୍ତି। ଏ କାର୍ଯ୍ୟକ୍ରମରେ ରାଜ୍ୟସ୍ତରୀୟ ଯେଉଁ କବି କବୟିତ୍ରୀ ଆସିଥିଲେ ମାନେ କ୍ୱାଲିଟି କବି କବୟିତ୍ରୀ ମାନେ ଆସିଥିଲେ। ଆମେ ଆଜିକାଲି କ୍ୱାଣ୍ଟିଟିକୁ ଦେଖିବାନି କ୍ୱାଲିଟି ବାଲା ଦେଖିବା। ତେଣୁ ଭଲ କ୍ୱାଲିଟିର କବି କବୟିତ୍ରୀ ଆସିଥିଲେ ତାଙ୍କର କବିତା ପାଠ ଖୁବ୍ ସୁନ୍ଦର ଭାବରେ ରଖିଥିଲେ। କାରଣ ବର୍ତ୍ତମାନ ବିଶ୍ୱ ପରିବେଶ ଦିବସ ଯାଇଛି ତାରି ଉପରେ କବିତା ପାଠ ଉତ୍ସବ ବହୁତ ରଖିଥିଲେ କବିତା ପାଠ। ତେଣୁ ମୁଁ ସମସ୍ତଙ୍କୁ ଅନୁରୋଧ କରେ ଯଦି ପ୍ରକୃତରେ ଆମେ ଆଗକୁ ବଢ଼ିବା କେବଳ ଭାଷା ଦ୍ୱାରା ଭାଷାକୁ ବଞ୍ଚିବାକୁ ହେଲେ କି ଯୁବପିଢ଼ିକି ଯୋଗ କରିବା। ଯୁବପିଢ଼ିକି ଯୋଗ କଲେ ଶିଶୁ ସାହିତ୍ୟିକ ଉପରେ ଆମେ ଅଧିକ ଗୁରୁତ୍ୱ ଦେବା। ଯଦି ଦେବା ଶିଶୁମାନେ ଯଦି ଆସିବେ ଯୁବପିଢ଼ି ଆସିବେ ଭାଷା ଆଗକୁ ଯିବ। କାହିଁକିନା ଆମେ ସବୁ ଜାଣିଛନ୍ତି ଯେଉଁ ରାଜ୍ୟର ଆଞ୍ଚଳିକ ଭାଷା ଯେତେ ଉନ୍ନତ ସେ ରାଜ୍ୟ ସେତେ ଉନ୍ନତ। ଆମର ଏକ ହେଉଛି ଏକ ଆମର ଓଡ଼ିଶା ଏକ ରାଜ୍ୟ ମନ୍ଦିର ମାଳିନୀ ପ୍ରାକୃତିକ ପରିବେଶ ପୁରା ପରିପୂର୍ଣ୍ଣ ତାକୁ ଆମେ ଭାଷା ଗୁରୁତ୍ୱ ଦେବା। 122 ବର୍ଷ ବିତିଗଲେଣି ବର୍ତ୍ତମାନ ଭାଷା ବହୁତ ଆଗକୁ ଯାଇଛି। ଆଗରୁ ଥିଲା ଜିଲ୍ଲାର ଗୋଟେ ଗୋଟେ ହେଉଥିଲା ଏବେ ପ୍ରତି ପଞ୍ଚାୟତ ବ୍ଲକରେ ବି ହେଉଛି। ତା ଅର୍ଥ ବୁଝିବା ଭାଷା ବହୁତ ଆଗକୁ ଯାଇଛି। 30 ଜଣ କବି କବୟିତ୍ରୀଙ୍କୁ ସମ୍ବର୍ଦ୍ଧନା କରାଯାଇଛି। କାରଣ ଯେଉଁମାନଙ୍କର ପ୍ରକୃତିରେ ପ୍ରତିଭା ଅଛି ସେଇମାନଙ୍କୁ ବାଛି ଏ ଚାରିଟେବଲ୍ ଟ୍ରଷ୍ଟ ତାଙ୍କର ସମ୍ବର୍ଦ୍ଧନା କରିଛନ୍ତି। ଏ ଚାରିଟେବଲ୍ ଟ୍ରଷ୍ଟ ଯେ ଖାଲି ସାହିତ୍ୟ ସଭା ନୁହେଁ ସମାଜ ସେବାକୁ ଆପଣ ନେଇଛନ୍ତି। ବିଭିନ୍ନ ସମୟରେ କେଉଁଠି କମଳ ବଣ୍ଟନ କରିବା ଜଳଛତ୍ର କରିବା ଅନାଥ ଆଶ୍ରମ ଯିବା ବୁଦ୍ଧ ଆଶ୍ରମ ଏଇଭଳି କିଛି ସମାଜ ସେବା କାମ କରନ୍ତି। ଆଉ ଗୋଟେ କଥା ଦେଖିବା 1926 ମସିହାରେ ଓଡ଼ିଶା ସ୍ୱତନ୍ତ୍ର ରାଜ୍ୟ ପାହ୍ୟାର ମାନ୍ୟତା ପାଇଲା। ବର୍ତ୍ତମାନ 1925 ମସିହା 26 ମସିହା ହେଲାଣି କିନ୍ତୁ ଆଜି ପର୍ଯ୍ୟନ୍ତ ଭାଷା ସାହିତ୍ୟ ନେଇ ସଂଘର୍ଷ ଚାଲିଛି। ନାଇଁ 1903ର ଭାଷା ଭିତ୍ତିକ ରାଜ୍ୟ ଘୋଷଣା କରାଗଲା। ବର୍ତ୍ତମାନ 122 ବର୍ଷ 122 ବର୍ଷରେ ଆମର ସ୍ୱାସ୍ଥ୍ୟ ମାନ୍ୟତା ପାଇଛି ଓଡ଼ିଆ ଭାଷା ପାଇନି କାହିଁକି ବହୁତ ଆଗକୁ ଯାଇଛି। ଯେଉଁମାନେ କହୁଛନ୍ତି ଭାଷା ଆଗକୁ ଯାଉନି ସେ ପ୍ରକୃତିରେ କ'ଣ ସାହିତ୍ୟିକ ନା ମଣିଷ ସେ ବର୍ତ୍ତମାନ ଦେଖିପାରୁନାହାନ୍ତି। ପ୍ରତି ପଞ୍ଚାୟତର ସାହିତ୍ୟ ସଭା ହେଉଛି ପ୍ରତି ଘରେ ଘରେ ହେଲେଣି। ବର୍ତ୍ତମାନ ସୌମ୍ୟରଞ୍ଜନ ଭାଇ ଯେଉଁ ଗୋଟେ ଡିକ୍ଲାର କରିଛନ୍ତି ପ୍ରତି ଘର ହେବ ସାହିତ୍ୟ ଘର ପ୍ରକୃତ ସତ କଥା। ଯେଉଁଦିନ ପ୍ରତି ଘର ସାହିତ୍ୟ ଘର ହେଇଯିବ ସାହିତ୍ୟ ଯାଇକି ମନ୍ଦିର ଉପରେ ପହଞ୍ଚି ଯାଇଥିବ କିଛି ଅସୁବିଧା ନାହିଁ। ତାକୁ ଆଗକୁ ନେବା ପାଇଁ ହେଲେ ଆପଣମାନଙ୍କ ମିଡ଼ିଆ ଭାଇ ଟିକେ ଗୁରୁତ୍ୱ ଦେବା ଦରକାର ଦେଇଛନ୍ତି। ସେମାନେ ଯେତେ ପ୍ରଚାର ପ୍ରସାର କରିବେ ଆମ ଭାଷା ସହିତ ଆଗକୁ ଯିବ। ଆମ ଓଡ଼ିଶା ପଶ୍ଚିମବଙ୍ଗ କର୍ଣ୍ଣାଟକ ଆନ୍ଧ୍ରପ୍ରଦେଶ ତାଙ୍କର ଯେମିତି ନିଜ ଓନ୍ ଲାଙ୍ଗୁଏଜ ଭାଷାରେ ସବୁ ଲେଖା ହେଉଛି କିନ୍ତୁ ଓଡ଼ିଶାରେ ନାଇଁ ଓଡ଼ିଶାରେ ବର୍ତ୍ତମାନ ହେଇଛି କାର୍ଯ୍ୟକାରୀ
ବର୍ତ୍ତମାନ ନାମ ଫଳକ ଓଡ଼ିଆରେ ହେଲେଣି, ନଥିପତ୍ର ଓଡ଼ିଆ ହେଲେଣି, ଆଉ କିଛି ବାକି ରହିଛି ଏ ଆଗକୁ ହବ। ଆମେ କହିବାନି ଯେ ସବୁଗୁଡ଼ାକ ହେଇନି ବୋଲି, କିଛି ହେଇଛି, କିଛି ହବ। ଆଉ ଯେତେବେଳେ ଆଗରୁ ଥିଲା ପ୍ରତ୍ୟେକ ନାମ ଫଳକ ହିନ୍ଦୀ ଇଂଲିଶ, ବର୍ତ୍ତମାନ ଯେଉଁ ଜାଗା ତ ଓଡ଼ିଆର ନାମ ଫଳକ ହେଲେଣି, ନଥିପତ୍ର ବହୁତ ଓଡ଼ିଆରେ ହେଲେଣି, ହାଇକୋର୍ଟର କାଗଜପତ୍ର ଓଡ଼ିଆ ହେଲେଣି। ତେଣୁ ଓଡ଼ିଆ ଭାଷା ଆଗକୁ ଯାଇଛି, ସବୁ ଓଡ଼ିଆର କାର୍ଯ୍ୟକାରୀ ହବ। ସେଇଟାକୁ ଆମ ପାଞ୍ଚ ଆଙ୍ଗୁଳି ସମାନ ନାହିଁ, ଧୀର ପାଣି ପଥର କାଟେ। ଆମ ରାଜ୍ୟ ବହୁତ ଆଗରେ ଅଛି ବର୍ତ୍ତମାନ, ତେଣୁ ଭାଷା ବି ଆଗକୁ ଯିବ, ଆଉ ସବୁ ବି ଓଡ଼ିଆର କାର୍ଯ୍ୟକାରୀ ହବ, ସନ୍ଦେହ ନାହିଁ। ଜୟ ଜଗନ୍ନାଥ, ବନ୍ଦେ ଉତ୍କଳ ଜନନୀ।